এই জায়গায় ପ୍ରେରିତ ପାଉଲ ଏଫେସୀୟ ମଣ୍ଡଳୀର ଲୋକମାନଙ୍କ ନିମନ୍ତେ ଚିନ୍ତିତ ହୋଇ ସେମାନେ ଯେ ପ୍ରକାର ପ୍ରଭୁଙ୍କ ନିମନ୍ତେ ଆତ୍ମିକ କ୍ଷେତ୍ରରେ ଉନ୍ନତି ପ୍ରାପ୍ତ ହେବେ ଆଉ ସେମାନେ ଯେ ପ୍ରକାର ରକ୍ଷା ପାଇବେ, ସେମାନେ ଯେ ପ୍ରକାର ପ୍ରଭୁ ଯୀଶୁଙ୍କର ପ୍ରେମକୁ ବୁଝିପାରିବେ ଆଉ ତାଙ୍କର ଜ୍ଞାନରେ ଆଉ ସେମାନେ ଜ୍ଞାନୀ ହେଇପାରିବେ। ଆଉ କ'ଣ ପାଇଁ ମଣ୍ଡଳୀରେ ଆଉ 5 ପ୍ରକାର ପ୍ରେରିତ, ଭାବବାଦୀ, ପ୍ରଚାରକ, ପାଳକ, ଶିକ୍ଷକ ମାନେ ନିଯୁକ୍ତି ପାଇବେ, ଏ ସମସ୍ତ ବିଷୟ ଲେଖାଯାଏ। ଏ ପ୍ରେରିତ ପାଉଲଙ୍କର ଗୋଟିଏ ଲକ୍ଷ୍ୟ, କେଉଁ ଜାଗାରେ ସେ ଥିଲେ? ସେ ବନ୍ଦୀ ଅବସ୍ଥାରେ, ବନ୍ଦୀ ଗୃହରେ ଥିଲେ, ଜେଲରେ ଥିଲେ। ଆଉ ଜେଲରୁ ସେ କହୁଅଛନ୍ତି ତାଙ୍କର କଷ୍ଟକୁ ସେ ଭୁଲି ଯାଇଅଛନ୍ତି, ତାଙ୍କର ଦୁଃଖକୁ ସେ ଭୁଲି ଯାଇଅଛନ୍ତି। ଆଉ ସେ ଏଫେସୀୟ ମଣ୍ଡଳୀର ଲୋକମାନଙ୍କ ନିମନ୍ତେ ସେ ଚିନ୍ତିତ ହେଉଛି। ଆଉ ସେ ପତ୍ର ଲେଖୁଅଛନ୍ତି ଯେ ଏଫେସୀୟ ମଣ୍ଡଳୀର ଲୋକମାନେ, ତୁମେମାନେ ଯେଉଁ ଆହ୍ୱାନରେ ଆହୁତ ହେଇଛ ସେଥିର ଯୋଗ୍ୟ ଆଚରଣ କର। କେଉଁ ଆହ୍ୱାନରେ ସେମାନେ ଆହୁତ ହେଇଥିଲେ? ପ୍ରଥମେ ଯେ ପ୍ରକାର ପ୍ରଭୁ ଯୀଶୁଙ୍କୁ ଜାଣିଲେ, ପ୍ରଭୁ ଯୀଶୁ ଯେ ପ୍ରକାର ସେମାନଙ୍କୁ ଡାକିଲା ସମୟରେ ଯେଉଁ ପ୍ରେମ, ଯେଉଁ ସ୍ନେହ ଆଉ ପ୍ରଭୁଙ୍କ ଉପରେ ଯେଉଁ ଭରସା ଥିଲା, ସେହି ସମସ୍ତ ବିଷୟ ଆଉ କ'ଣ କର? ସେହି ଯୋଗ୍ୟ ଆଚରଣକୁ ତୁମେ ଧରି ରଖ ବା ଯୋଗ୍ୟ ଆଚରଣ କର। ଆଉ ସେ ଯୋଗ୍ୟ ଆଚରଣ ବିଷୟରେ 2 ପଦରେ ଲେଖାଯାଏ, 2 ଏବଂ 3 ପଦରେ, ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତା ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ। ଶାନ୍ତି ରୂପ ବନ୍ଧନରେ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ। କ'ଣ କ'ଣ କରିବାକୁ ପଡ଼ିବ? ସେହି ଯୋଗ୍ୟ ଆଚରଣ। ଆମେ କ'ଣ ପାଇଁ ଡକାଯାଇଛୁ? ସର୍ବପ୍ରକାର ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତା ସହ ପ୍ରେମରେ ପରସ୍ପର ସହିତ ସହନଶୀଳ ହୋଇ ବାସ କରିବାର ଆବଶ୍ୟକ ରହିଛି। ଶାନ୍ତି ରୂପ ବନ୍ଧନରେ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହେବା, ଏଥିପାଇଁ ଆମେ ଆହ୍ୱାନ କରାଯାଇଅଛୁ। ଆଉ ଏହି ଆହ୍ୱାନର ଯୋଗ୍ୟ ଆଚରଣ, ଏ ସମସ୍ତ ବିଷୟ ଆମମାନଙ୍କ ଜୀବନରେ ଦେଖାଯିବାର ଆବଶ୍ୟକ ରହିଛି। କ'ଣ ପାଇଁ? କେବଳ ପ୍ରଭୁ ଯୀଶୁ ଆମମାନଙ୍କ ଦ୍ୱାରା ଗୌରବାନ୍ୱିତ ହୁଅନ୍ତୁ। କେବଳ ପ୍ରଭୁ ଯୀଶୁ ଆମମାନଙ୍କ ଦ୍ୱାରା ମହିମାନ୍ୱିତ ହୁଅନ୍ତୁ। ଆମେ କାହା ପରି ହେବା ନିମନ୍ତେ ଚାହୁଁଛୁ? ପ୍ରଭୁ ଯୀଶୁଙ୍କ ପରି। ପ୍ରଭୁ ଯୀଶୁ ହେଉଛନ୍ତି ଆମମାନଙ୍କର ଉଦାହରଣ। ପ୍ରଭୁ ଯୀଶୁ ହେଉଛନ୍ତି, ଆଉ ତାଙ୍କ ପ୍ରଭୁ ଯୀଶୁଙ୍କର ପଦାଙ୍କ ଅନୁସରଣ କରି ଆମେ ଆଗକୁ ବଢ଼ିବାର ଅଛି। ତାଙ୍କର ପ୍ରତ୍ୟେକ କାର୍ଯ୍ୟ, ତାଙ୍କର ପ୍ରତ୍ୟେକ ବିଷୟକୁ ଆମେ କ'ଣ କରିବାର ଆବଶ୍ୟକ ରହିଛି? ଅନୁକରଣ କରିବାର ଆବଶ୍ୟକ ରହିଛି। ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମେମାନେ ତୁମମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୁତ ହୋଇଅଛ। ଏକ ଶରୀର ଓ ଏକ ଆତ୍ମା। ପବିତ୍ର ଆତ୍ମା କେତେଟା? ଗୋଟିଏ। ଆଉ ଶରୀର କେତେଟା? ଏକ। ଏକ ଶରୀର, ଏକ ଆତ୍ମା, ଯେଉଁ ରୂପେ ତୁମେମାନେ ତୁମମାନଙ୍କର ଆହ୍ୱାନର ଏକ ଭରସାରେ ମଧ୍ୟ ଆହୁତ ହୋଇଅଛ। ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କର ଏକ ଈଶ୍ୱର ଓ ପିତା। ପରମେଶ୍ୱର ଜଣେ ଅଟନ୍ତି। ଆଉ ବାପ୍ତିସ୍ମ ମଧ୍ୟ ଗୋଟିଏ, ବିଶ୍ୱାସ ମଧ୍ୟ ଗୋଟିଏ, ଶରୀର ମଧ୍ୟ ଗୋଟିଏ, ଆଉ ଆତ୍ମା ମଧ୍ୟ ଗୋଟିଏ। ଆଉ ସମସ୍ତଙ୍କର ଏକ ଈଶ୍ୱର ଓ ପିତା। ସମସ୍ତଙ୍କର ଜଣେ ପିତା ଅଛନ୍ତି, ଜଣେ ପରମେଶ୍ୱର ଅଛନ୍ତି,
ଆଉ ଏକ ଈଶ୍ୱର ଅଟନ୍ତି, ଦ୍ୱିତୀୟ କେହି ନାହାନ୍ତି। କାହିଁକି ଏ ସମସ୍ତ ବାକ୍ୟ ସେ କହିଲେ? ଏକ ଶରୀର କହିଲେ ଆମେ ଉପଦରେ ତାହା ଲେଖାଯାଏ 16 ପଦରେ ଲେଖାଯାଏ, ତାହାଙ୍କ ଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟ ସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି। ଏଇଟା କେଉଁ ଶରୀର ବିଷୟରେ ଲେଖାଯାଏ? ପ୍ରଭୁ ଯୀଶୁ ରୂପକ ଶରୀର ବା ମଣ୍ଡଳୀ ରୂପକ ଶରୀର, ମଣ୍ଡଳୀ ରୂପକ ଶରୀର ବିଷୟରେ ଲେଖାଯାଏ। ଆଉ ସେଇ ଶରୀରର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟ ସାଧକ ଶକ୍ତି ଅନୁସାରେ ସୁଖଚିତ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି। ସୁଖଚିତ ସୁସଂଯୁକ୍ତ, ତାର ଅର୍ଥ କ'ଣ? ଗୋଟିଏ ଶରୀରରେ ଅନେକ ଗୁଡ଼ାଏ ଅଙ୍ଗ ଥାଏ, ହସ୍ତ ଥାଏ, ପାଦ ଥାଏ, ମୁଖ ଥାଏ, ଚକ୍ଷୁ ଥାଏ, କର୍ଣ୍ଣ ଥାଏ, ଅନେକ ଗୁଡ଼ାଏ ଅଙ୍ଗକୁ ନେଇ ଗୋଟିଏ ଶରୀର ଗଠିତ ହୋଇଥାଏ। ଆଉ ଆତ୍ମିକ ଶରୀର ବା ମଣ୍ଡଳୀ ଅନେକ ବିଶ୍ୱାସୀ ମାନଙ୍କର ସୁସଂଯୁକ୍ତ ହେବାଟା, ସୁଖଚିତ ହେବା, ଆଉ କି ପ୍ରକାର ପ୍ରେମରେ ସୁସଂଯୁକ୍ତ ସୁଖଚିତ ହୋଇ ମଣ୍ଡଳୀ ରୂପକ ଶରୀରରେ ସେମାନେ କ'ଣ ହେବେ? ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରିବେ। ନିଷ୍ଠା ନିମନ୍ତେ, ନିଷ୍ଠା କହିଲେ କ'ଣ? ଉନ୍ନତି। ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରିବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଅର୍ଥାତ୍ ଏଇ ଶରୀର ଆମମାନଙ୍କର ଯେଉଁ ସାଧାରଣ ଶରୀର ଅଛି ତାକୁ ବୁଝାଯାଉ ନାହିଁ, ଏଇ ଶରୀର ମଣ୍ଡଳୀକୁ ବୁଝାଉଛି। ଆଉ ମଣ୍ଡଳୀରେ ଯେତେବେଳେ ଜଣେ ଆଉ ସୁସମାଚାର ଶୁଣି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରେ, ଗ୍ରହଣ କରେ, ବାପ୍ତିଜିତ ହୁଏ, ଆଉ ସେ ମଣ୍ଡଳୀର ଅଂଶୀ ହୁଏ, ସେତେବେଳେ ସେ ସୁଖଚିତ ହୁଏ। କେଉଁ ଜାଗାରେ? ଶରୀରରେ ସେହି ଅଙ୍ଗ କ'ଣ ହୁଏ? ସୁସଂଯୁକ୍ତ ହୁଏ। ଆଉ ତାହା କି ପ୍ରକାରେ? ପ୍ରେମରେ, ତାହା ପ୍ରେମରେ ହେଇଥାଏ। ମୋର ପ୍ରିୟମାନେ, ଯେଉଁ ମଣ୍ଡଳୀରେ ପରସ୍ପରର ପ୍ରେମ ନାହିଁ, ସେହି ମଣ୍ଡଳୀ ଉନ୍ନତି କରିପାରିବ ନାହିଁ, ନିଶ୍ଚୟ ତାର ଅବନତି ଅଛି। ଯଦି ପରସ୍ପର ପ୍ରେମ ନାହିଁ, ଏ ଜାଗାରେ ଲେଖାଯାଏ ପ୍ରେମରେ ସୁଖଚିତ ଆଉ ସୁସଂଯୁକ୍ତ ହେବା। ଆମମାନଙ୍କର ଶରୀର ଅଛି, ଆଉ ଶରୀର ଯଦି କହିବ, ଗୋଟିଏ ଅଙ୍ଗ କହିବ, ହସ୍ତ କହିବ ଏ ପାଦକୁ ବାହାର କରିଦେବାର ଆବଶ୍ୟକ ରହିଛି, ଗୋଡ଼କୁ ବାହାର କରିଦେବାର ଆବଶ୍ୟକ ରହିଛି, ଏ କର୍ଣ୍ଣ ମଧ୍ୟ ଏ ଶରୀରରେ ନଥାଉ ବୋଲି କହିଲେ ଶରୀର ଏକ ସମ୍ପୂର୍ଣ୍ଣ ଶରୀର ବୋଲି କୁହାଯିବ ନାହିଁ। କିନ୍ତୁ ପରମେଶ୍ୱର ଏ ପ୍ରକାର ସୃଷ୍ଟି କଲେ ଗୋଟିଏ ମଣିଷକୁ ଯେ ସମ୍ପୂର୍ଣ୍ଣ ଶରୀର ନେଇ ସେ କ'ଣ କରିବ? ବଞ୍ଚିବ। ଆଉ ଶରୀରରେ ଥିବା ଅଙ୍ଗମାନେ ତାକୁ କ'ଣ କରିବେ? ବୃଦ୍ଧି ପାଇବା ନିମନ୍ତେ ତାକୁ ସାହାଯ୍ୟ କରିବେ। ଆମର ହସ୍ତ କ'ଣ କରେ? ଆମମାନଙ୍କର ହସ୍ତର କାର୍ଯ୍ୟ କ'ଣ? ଆମେ ଗାଧେଇବାରେ ଆମମାନଙ୍କର ହସ୍ତ ସାହାଯ୍ୟ କରେ, ଖାଇବାରେ ସାହାଯ୍ୟ କରେ, ଆଉ କପଡ଼ା ଧୋଇବାରେ ସାହାଯ୍ୟ କରେ, ଆମମାନଙ୍କର ଗୋଡ଼ ଚାଲିବାରେ ସାହାଯ୍ୟ କରେ। ଆଉ ଯଦି ଏମାନେ ସେ କାର୍ଯ୍ୟ କରିବେ ନାହିଁ, ତାହେଲେ ଆମମାନଙ୍କର ଶରୀର ହିଁ ଦୁର୍ବଳ ହେଇଯିବ। ଉଦାହରଣ ସ୍ୱରୂପ, ମୋର ହସ୍ତ ଯଦି ଖାଇବ ନାହିଁ, ଖାଇବା ନିମନ୍ତେ ଆଉ
खाइबार धरी पार्टी को नेब नाई आ पार्टी जदि खाइब नाई ताहले दुर्बल हो जिवो मोर शरीर। ठीक से ही परी आमे जदि परस्पर प्रेम रे सुसंयुक्त सुखचित हेइनो शरीर रूप मंडली रे ताहेले आमर मंडली कौन हेब दुर्बल हेब। मंडली दुर्बल हो आ दुर्बल हेले कौन हुए दुर्बल हेले अनेक गुड़ाए रोग आक्रमण करे तार रोग प्रतिरोधक शक्ति कमी जीव नष्ट हो जीव अनेक गुड़ाए कौन हेब रोग ताको धरिब। एक स्वास्थ्यवान शरीर समस्त आवश्यक करती। गोटे पिला जिते जन्म हुए जदि से आउ से पिला केबे भी सुस्थता रहिला नाई तार जन्म दिन ताहले तार माँ बापा को कि प्रकार कष्ट लगे। तार गोटे अंग काम कला नाई गोड़ काम कला नाई ताहले तार माँ बापा खुशी हेबे कि से शरीर को देखी नाई। से शरीर कि प्रकार आवश्यक कि प्रकार हेबार आवश्यक एक हृष्टपुष्ट शरीर हेबार आवश्यक। ठीक से ही परमेश्वर आममान ठारू एक आत्मिक शरीर बा मंडली को चाहती एक हृष्टपुष्ट मंडली आत्मिक क्षेत्र में प्रेम रे सुखचित सुसंयुक्त एक मंडली को चाहते। परस्पर उत्तम बुझामणार मंडली को चाहती परस्पर भार बहन करिवार मंडली को चाहती आ परस्पर दायित्व नेवार मंडली को चाहती आ परस्पर आवश्यक को पूरा करिवार एक मंडली को से चाहती। प्रेज द लॉर्ड हालेलुया। हस्त जदि आमानकर मुह को साहाय्य करिब नाई शरीर निमंते व्यवहार हेब नाई ताहले से हस्त थाई कि न थाई कि लाभ कि प्रकार से शरीर उपकृत हो पारिबो सफा हो पारिबो कपड़ा पिंधि पारिबो जदि हस्त साहाय्य करिब नाई। प्रेज द लॉर्ड हालेलुया। मोर प्रिय माने आमे जेते बेले ए विषय सब कहीं प्रभु ए शरीर विषय को मंडली को बुझाऊे कहीं से बुझाऊँ बारंबार बारंबार एफिसिय मंडली रे से मंडली को बुझाऊँ से चाहती पवित्र आत्मा चाहती बा परमेश्वर चाहती मंडली एक स्वास्थ्यवान मंडली बा आत्मिक मंडली जागतिक भाव में आम स्वास्थ्यवान बोली कही पारिबा किंतु आत्मिक क्षेत्र में कौन आत्मिक मंडली आमानक मध्य किए किए रहिबार आवश्यक रही 11 पद रे लिखा जाए से कहा कहा को प्रेरित कहा कहा को भाववादी कहा कहा को सुसमाचार प्रचारक पुणी कहा कहा को पालक और शिक्षक रूपे नियुक्त करी दान करी कौन पाए जेपरी साधु माने सेवा कार्य निमंते सिद्धि लाभ करती और ख्रीष्टଙ୍କ शरीर निष्ठा प्राप्त हुए। शरीर केवल ख्रीष्टଙ୍କ शरीर विषय रे प्रेरित पाउल बुझाऊ ख्रीष्टଙ୍କ शरीर बा मंडली कौन हेब निष्ठा प्राप्त हेब उन्नति करिब लाभवान हेब बलवान हेब के को मानक माध्यम रे आज जदि आमानकर मंडली रे गोटे प्रेरित अछंती मंडली रे जोड़े भाववादी अछंती भाववाणी कहउछंती सुसमाचार प्रचारक जदि अछंती पालक जदि अछंती आ शिक्षक जदि अछंती से माने कौ उद्देश्य रे काम करिवे मंडली रो उन्नति निमते काम करिवे मंडली रो उन्नति निमते काम करिवे। ए विषय रे जड़े गोटे सीनियर पास्टर आउ मते थरे फोन करी कही तांकर मृत्यु पूर्वर 20-25 दिन पूर्वर
ତାଙ୍କର ମୃତ୍ୟୁର 20-25 ଦିନ ପୂର୍ବରୁ ସେ ମୋତେ ଏ ବିଷୟରେ ଆଉ ଉପଦେଶ ସବୁ ଦେଇଥିଲେ ଆଉ କହିଥିଲେ ଯେ ନିଜେ ନିଜର ଯେଉଁମାନେ ଶିକ୍ଷକତା କାର୍ଯ୍ୟ କରନ୍ତି ଆତ୍ମିକ କ୍ଷେତ୍ରରେ, ଏଇଟା ଜଗତ ବିଷୟ ନୁହଁ, ଶିକ୍ଷକର କାର୍ଯ୍ୟ କରନ୍ତି, ପ୍ରଭୁ ସେମାନଙ୍କୁ ଶିକ୍ଷକର ଦାନ ଦେଇଅଛନ୍ତି ଶିକ୍ଷକତାର, ଆଉ ଯେଉଁମାନଙ୍କୁ ପାଳକର ଦାନ ଦେଇଅଛନ୍ତି, ଆଉ ଯେଉଁମାନଙ୍କୁ ସୁସମାଚାର ପ୍ରଚାର କରିବାର ଭାବବାଣୀ କହିବାର ପ୍ରେରିତର କାର୍ଯ୍ୟ ଦାୟିତ୍ୱ ଦେଇଅଛନ୍ତି, ଭାର ଦେଇଅଛନ୍ତି, ସେମାନେ କ'ଣ ପାଇଁ କାହା ଉଦ୍ଦେଶ୍ୟରେ ସେ ସବୁ ବିଷୟ କରିବେ? କେବଳ ମଣ୍ଡଳୀ ବର୍ଦ୍ଧିଷ୍ଣୁ ହେବ, ମଣ୍ଡଳୀ ଉନ୍ନତି ଲାଭ କରିବ, ଆଉ ପରମେଶ୍ୱର ତଦ୍ୱାରା ଗୌରବ ପାଇବେ। ଏଥିପାଇଁ ସେମାନଙ୍କୁ ସେଇ ଦାନ ଦିଆଯାଇଛି। ଆଉ ସେ କହୁଥିଲେ ଯେ ଆମର ମଣ୍ଡଳୀକୁ ଦେଖ ବୋଲି ସେ କହୁଥିଲେ, ଆମର ମଣ୍ଡଳୀକୁ ଦେଖ। ଆଉ ବାସ୍ତବରେ ତାଙ୍କର ମଣ୍ଡଳୀର ଲୋକମାନେ ଯେତେବେଳେ ଜଣେ ଭାବବାଣୀର ବରଦାନ ପାଇଲେ, ଯେତେବେଳେ ଜଣେ ପ୍ରଚାର କରିବାର ବରଦାନ ପାଇଲେ, ଆଉ ଯେତେବେଳେ ଜଣେ ଆଉ ଶିକ୍ଷକତା କରିବାର ଭଲ ଆତ୍ମିକ ଶିକ୍ଷକ ହେଇପାରିଲେ, ସେହି ସମୟରେ କ'ଣ କଲେ? ସେମାନଙ୍କୁ ଛାଡ଼ିଦେଲେ। ଛାଡ଼ିଦେଲେ ଆଉ ସେମାନେ କ'ଣ କଲେ? ଆମର ଦ୍ୱାରା ଏ ପ୍ରକାର ଭାବବାଣୀ ହେଉଛି, ଆମର ଦ୍ୱାରା ଏ ପ୍ରକାର ଆମେ ଉତ୍ତମ ଶିକ୍ଷା ଦେଇପାରୁଛୁ, ଆଉ ସେ ମଣ୍ଡଳୀରେ ରହି କିଛି ଲାଭ ନାହିଁ, ଆମେ ଗୋଟିଏ ମଣ୍ଡଳୀ ଗଢ଼ିବା ବୋଲି ସେମାନେ ଗଢ଼ିଲେ। କିନ୍ତୁ ଏଇ ବାକ୍ୟକୁ ନେଇ ସେ ଆଜ୍ଞା ଭଲ କରି ମୋତେ ଆଉ ବୁଝେଇଲେ ଯେ ସେ କହିଲେ ଯେ ଏଥିପାଇଁ ଏମାନଙ୍କୁ ଏ ବରଦାନ ଦିଆଯାଇଥିଲା ଯେ ପ୍ରକାର ଏମାନେ ମଣ୍ଡଳୀକୁ ଉନ୍ନତି କରିବେ। ମଣ୍ଡଳୀର ଉନ୍ନତି ନିମନ୍ତେ କେବଳ ଏମାନେ ବ୍ୟବହାର ହେବେ, ନିଜର ଉନ୍ନତି ନିମନ୍ତେ ନୁହଁ। ମୁଁ କାଲି ଗୋଟିଏ ବାକ୍ୟ ଶୁଣୁଥିଲି, ରାଜେଶ ଦାନିଏଲ ପ୍ରଚାର କରୁଥିଲେ ଯେ ଆମେ ଲୋକମାନଙ୍କୁ ଆମର ଆଡ଼କୁ ଆକର୍ଷଣ କରୁଛୁ ନା ଆମେ ପ୍ରଭୁଙ୍କର ଆଡ଼କୁ ଆକର୍ଷିତ ହେବା ନିମନ୍ତେ ସେମାନଙ୍କୁ ପରାମର୍ଶ ଦେଉଛୁ। ବେଳେବେଳେ କ'ଣ ହୁଏ? ପରମେଶ୍ୱର ଯେତେବେଳେ ଅନୁଗ୍ରହ କରନ୍ତି, ପବିତ୍ର ଆତ୍ମା ଏ ସମସ୍ତ ଦାନ ଦିଅନ୍ତି, ସେହି ସମୟରେ କ'ଣ ହୁଏ? ନିଜର ଆଡ଼କୁ ଲୋକମାନେ ଆକର୍ଷଣ କରିବା ନିମନ୍ତେ ଚେଷ୍ଟା କରନ୍ତି। କିନ୍ତୁ ପରମେଶ୍ୱରଙ୍କୁ ବା ପବିତ୍ର ଆତ୍ମା ଯାହାର କେନ୍ଦ୍ରବିନ୍ଦୁ ଅଟନ୍ତି, ଆଉ ସେ କ'ଣ କରେ? ସେ ପରମେଶ୍ୱରଙ୍କର ପରିଚୟ ଦିଏ ଆଉ ପ୍ରଭୁଙ୍କର ଆଡ଼କୁ ଆକର୍ଷିତ ହେବା ନିମନ୍ତେ ସେ ଚେତନା ଦିଏ। ହାଲେଲୁୟା। ଆଉ କେବଳ ଯେ ମଣ୍ଡଳୀ ନିଷ୍ଠା ପ୍ରାପ୍ତ ହେବ ତାହା ନୁହଁ, ଆଉ ଗୋଟିଏ ସତ୍ୟତା ଏ ଜାଗାରେ ଲେଖାଯାଏ, ଯେପରି ସାଧୁମାନେ ସେବା କାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ ମଧ୍ୟ କରିପାରନ୍ତି। ସାଧୁମାନେ, ଦେଖନ୍ତୁ ମୋର ପ୍ରିୟମାନେ, ସାଧୁମାନେ ସେବା କାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରିପାରନ୍ତି। ତାର ଅର୍ଥ ସେମାନେ ପରଫେକ୍ଟ ହେଇଯିବେ। କାହାର ମାଧ୍ୟମରେ? ସେ 5-fold ମିନିଷ୍ଟ୍ରି ଯେଉଁ ରହିଛି, 11 ପଦରେ ଯେଉଁ ଭାବବାଦୀ ପ୍ରେରିତ ପ୍ରଚାରକ, ପାଳକ, ଶିକ୍ଷକମାନେ ଥାନ୍ତି, ଆଉ ସେମାନଙ୍କର ପାଇଥିବାର ଦାନ ଦ୍ୱାରା ସାଧୁମାନେ କ'ଣ ହେବେ? ସିଦ୍ଧି ଲାଭ କରିବେ, ଆଉ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠା ପ୍ରାପ୍ତ ହେବ, ମଣ୍ଡଳୀ ଉନ୍ନତି ପ୍ରାପ୍ତ ହେବ। କ'ଣ ପାଇଁ? ମଣ୍ଡଳୀ ଉନ୍ନତି ପ୍ରାପ୍ତ ହେଲେ ଆଉ କ'ଣ ଘଟିବ? ଏକ ବିରାଟ ପରିବର୍ତ୍ତନ ଘଟିବ। ଆଉ ତାହା କ'ଣ ଅଟେ? ପରମେଶ୍ୱର ଏଥିପାଇଁ ମଣ୍ଡଳୀର ଉନ୍ନତି, ସାଧୁମାନଙ୍କର ଆଉ ସିଦ୍ଧି ଲାଭ ବିଷୟରେ ଚିନ୍ତା କରନ୍ତି ଯେ 13 ପଦରେ ଲେଖାଯାଏ, ଶେଷରେ ଯେପରି ଆମେମାନେ ସମସ୍ତେ ବିଶ୍ୱାସରେ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ। ମୁଁ କେତେ ଦିନ କେଜାଣେ ଗୋଟେ ବର୍ଷ ହେଇ ଥାଇପାରେ, ଆଉ ଥରେ କହୁଥିଲି ମୁଁ
କାହିଁକି ପରମେଶ୍ୱର ଏକ ପୂର୍ଣ୍ଣ ବୟସ୍କ ହେବା ନିମନ୍ତେ ଚାହାନ୍ତି। ମଣ୍ଡଳୀ ଏକ ପୂର୍ଣ୍ଣ ବୟସ୍କ ହଉ ବୋଲି ସେ ଚାହାନ୍ତି। କାରଣ ଯେତେବେଳେ ପ୍ରଭୁ ଯୀଶୁଙ୍କର ଗୁପ୍ତ ଆଗମନ ହେବ, ଗୁପ୍ତ ଆଗମନ ସମୟରେ ଗୋଟେ ଶିଶୁକୁ ଗୋଟେ ଯୁବା ଯେତେବେଳେ ବିବାହ କରିବାକୁ ଯାଏ, ଗୋଟେ ଛୋଟ ଝିଅକୁ ବିବାହ କରେ ନାହିଁ। ପରିପକ୍ୱ ଏକ ବୟସର ଝିଅକୁ ସେ ବିବାହ କରିଥାଏ। ଗୋଟେ ଛୋଟ ଝିଅ, ସେ କ'ଣ ଝିଅ ନୁହଁ କି? 5 ବର୍ଷର ଝିଅ, ସେ କ'ଣ ଝିଅ ନୁହଁ? ଝିଅ ଅଟେ, କିନ୍ତୁ ସେ ପରିପକ୍ୱ ନୁହଁ। ବିବାହ ନିମନ୍ତେ ସେ ପରିପକ୍ୱ ନୁହଁ। ବିବାହ ନିମନ୍ତେ ତାର ବୟସ ହିଁ ନାହିଁ। ଆଉ ବିବାହ ନିମନ୍ତେ ଏକ ବୟସର ଆବଶ୍ୟକ ରହିଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଏଥିପାଇଁ ଏଇ ଜାଗାରେ ପ୍ରେରିତ ପାଉଲ ଏଫେସୀୟ ମଣ୍ଡଳୀକୁ ଲେଖୁଅଛନ୍ତି, ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ଆମେ ଯେ ପ୍ରକାର ହେବା ବା ଆମମାନଙ୍କର ମଣ୍ଡଳୀ ଯେ ପ୍ରକାର ହେବ। ଆଉ ଏଥିପାଇଁ ସେ ଆଶା କରୁଅଛନ୍ତି ଯେପରିକି ପ୍ରଭୁ ଯୀଶୁଙ୍କର ଗୁପ୍ତ ଆଗମନ ସମୟରେ ଆମେ ଯଦି ପୂର୍ଣ୍ଣ ବୟସ୍କ ହେଇଥିବା ଆତ୍ମିକ କ୍ଷେତ୍ରରେ, ତାହେଲେ ଆମମାନଙ୍କୁ ସେ ଗ୍ରହଣ କରିବେ। ଛୋଟ ପିଲାକୁ କାହିଁକି ଗ୍ରହଣ କରିବେ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏକ ପରିପକ୍ୱ ମଣ୍ଡଳୀକୁ ସେ ଆଶା କରନ୍ତି। ଏକ ପରଫେକ୍ଟ ମଣ୍ଡଳୀକୁ ସେ ଆଶା କରନ୍ତି। ଏଥିପାଇଁ ଆଉ 9-10 ପଦରେ ଲେଖାଯାଏ ଯେ ଏଥିପାଇଁ ପ୍ରଭୁ ଯୀଶୁ କ'ଣ କଲେ? ଉଚ୍ଚରେ ଥିଲେ ମଧ୍ୟ ନିଚକୁ ଆସିଲେ ଲୋକମାନେ ଯେ ପ୍ରକାର ଉଦ୍ଧାର ପାଇବେ। ଆଉ କେବଳ ଉଦ୍ଧାର ପାଇବା ଯଥେଷ୍ଟ ନୁହଁ, କେବଳ ନୂତନ ଜନ୍ମ ପାଇବା ଯଥେଷ୍ଟ ନୁହଁ, କେବଳ ପାପ କ୍ଷମା ପାଇବା ଯଥେଷ୍ଟ ନୁହଁ, ମାତ୍ର ସେମାନେ ଏକ ପରିପକ୍ୱ ପ୍ରଭୁଙ୍କର ଲୋକ ହେବେ। ଏଇଟା ଆଉ ପରମେଶ୍ୱରଙ୍କର ଇଚ୍ଛା, ପୁଣି ପ୍ରେରିତ ପାଉଲଙ୍କର ମଧ୍ୟ ଇଚ୍ଛା। ମୋର ପ୍ରିୟମାନେ, ଯଦି ଆମମାନଙ୍କର ଆତ୍ମିକ କ୍ଷେତ୍ରରେ ଆମେ ଶିଶୁ ପରି ଅଛୁ, ତାହେଲେ ଆମମାନଙ୍କୁ ବର୍ଦ୍ଧିଷ୍ଣୁ ହେବାକୁ ହେବ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ କ'ଣ ହେଉ? ସ୍ୱାସ୍ଥ୍ୟବାନ ହେଉ, ବର୍ଦ୍ଧିଷ୍ଣୁ ହେଉ। କି ପ୍ରକାର ହେବ? ପ୍ରେରିତ ମାନେ ଯେଉଁ ସେବା ଦିଅନ୍ତି, ଆମେ ଯଦି ଏଟା ଷ୍ଟଡି କରିବା ବହୁତ ସମୟ ନେବ। ପ୍ରେରିତ ମାନଙ୍କର ଭିତ୍ତିମୂଳ ଉପରେ ମୂଳଦୁଆ ସ୍ଥାପିତ ହେବାର ଆବଶ୍ୟକ ରହିଛି। ସେ ଭିତ୍ତିମୂଳଟି କ'ଣ? ବାକ୍ୟ। ପ୍ରେରିତ ମାନେ ଯେଉଁ ନିଗୂଢ଼ ବାକ୍ୟ, ଯେଉଁ ପ୍ରକାଶନ ସବୁ କହିଥିଲେ, ସେହି ବାକ୍ୟକୁ ନେଇ ଯେଉଁମାନେ ଆଉ ତିଆରି ହେଉଛନ୍ତି, ଯେଉଁ ମଣ୍ଡଳୀ ଗଢ଼ି ଉଠିଛି, ସେହି ମଣ୍ଡଳୀ ଏକ ପରିପକ୍ୱ ମଣ୍ଡଳୀ ହେଇପାରିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପାଳକ ଶିକ୍ଷକ ମାନଙ୍କର ବାକ୍ୟ ଅନୁସାରେ ଯେଉଁ ମଣ୍ଡଳୀ ଗଢ଼ି ଉଠିଛି, ଆଉ ସେହି ମଣ୍ଡଳୀ ଏକ ପରିପକ୍ୱ ମଣ୍ଡଳୀ ହେଇପାରିବ। ଆଉ ପ୍ରଭୁ ଯୀଶୁଙ୍କର ଗୁପ୍ତ ଆଗମନ ସମୟରେ ସେହି ମଣ୍ଡଳୀ ହିଁ ତାଙ୍କ ନିକଟକୁ ନିଆଯିବ। ଶିଶୁ ମଣ୍ଡଳୀ ନିଆଯିବ ନା। ଯେଉଁ ମଣ୍ଡଳୀ ଶିଶୁ ଅବସ୍ଥାରେ ଥିବ, ତାଙ୍କୁ ଗ୍ରହଣ କରିବେ ନାହିଁ। କାରଣ ଗୋଟେ ଶିଶୁକୁ ଗୋଟେ ଯୁବା ବିବାହ କରିପାରିବ ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋ ପ୍ରିୟମାନେ, ଆଉ ଆମମାନଙ୍କୁ ମଧ୍ୟ ପ୍ରେରିତ ପାଉଲ ତାଙ୍କର ବାକ୍ୟ ଦ୍ୱାରା ସଚେତନ କରନ୍ତି ଯେ ଆମେ କ'ଣ ହଉ? ପୂର୍ଣ୍ଣ ବୟସ୍କ ଏକ ମଣ୍ଡଳୀ ସ୍ୱରୂପ। ପୂର୍ଣ୍ଣ ବୟସ। ଆଉ 14-15 ପଦରେ ଲେଖାଯାଏ, ଯଦି ଆମେ ପୂର୍ଣ୍ଣ ବୟସ୍କ ହେବା ନାହିଁ, ଯଦି ଆମେମାନେ ପରଫେକ୍ଟ ହେବା ନାହିଁ, ଆମମାନେ ମେଚୁର୍ଡ ଖ୍ରୀଷ୍ଟିଆନ ହେବା ନାହିଁ, ତାହେଲେ କ'ଣ ହେବ? ଯେଉଁମାନେ ଆଉ ସିଦ୍ଧି ଲାଭ କରିନଥାନ୍ତି, ପ୍ରକାଶନ ସବୁ ଜାଣିନଥାନ୍ତି, ବାକ୍ୟ ଆଧାରରେ ଚାଲିନଥାନ୍ତି, ସେମାନେ କ'ଣ ହୁଅନ୍ତି? 14-15 ଲେଖାଯାଏ, ମନୁଷ୍ୟମାନଙ୍କର ଶଠତା ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ସେମାନେ ଧୂର୍ତ୍ତତା ହେଇଥାନ୍ତି। ଅର୍ଥାৎ ଇଆଡ଼େ ସିଆଡ଼େ ହେଇଯିବେ। କେନ୍ ବାକ୍ୟକୁ ଧରିବେ, କାହାର ବାକ୍ୟ ଶୁଣିବେ, କାହାର ଉପାସନା ଆଟେଣ୍ଡ କରିବେ, କିଛି ଜଣା ନାହିଁ।
चाहे से मैंने भ्रांत पथ के पले गले भी जानी नहीं पार क्या जने जानी पार जेहेतु से मैंने परिपक्व नुहंती से मैंने इतस्ततर कौन में लिखा जाए धूर्तता द्वारा विभिन्न शिक्षा रूप वायु इतस्तत चालित न हेउ एथिपाई आमको पूर्ण वयस्क होगाक पड़ो किंतु सत्य अवलंबन करी मस्तक स्वरूप जे ख्रीष्ट ताहांको उद्देश्य सर्व विषय प्रेम रे वृद्धि पाओ सर्व विषय केवल गोटे विषय नुह केवल आम विश्वास करवा ताहा नुह कार्य करने पड़ो आत्मिक क्षेत्र में आमको एक परिपक्व ख्रीस्टियन भाव में देखा पड़ो आमर विश्वास बढ़ू दिन को दिन भाग्य आम दिन को दिन स्थिर हो दृढ़ हो बलवान हो शक्तियुक्त हो शैतान विरुद्ध रे युद्ध करी आम जय लाभ करूँ वाक्यर गभीर विषय को आम बुझी ग्रहण कर तद अनुसार जीवन गभीर विषय किए बुझीपारे एक परिपक्व ख्रीस्टियन बुझीपारे एक वयस प्राप्त व्यक्ति बुझीपारे प्रेज द लॉर्ड हालेलुया मोर प्रिय माने प्रभु आमान ठारू एटा आशा करती आम एक परिपक्व मंडली भाव में देखा जद्वारा सी आमको ग्रहण करेंगे आमे माने आ छोट अवस्था न हो आमे माने आ बाल्यावस्था न हो आम मानकर बयस वृद्धि चलुची पूर्ण वयस्क पुरुष भाव में आम माने देखा जाऊ पूर्ण वयस्क कौन विषय अधूरा न रहू आम आत्मिक क्षेत्र में प्रत्येक क्षेत्र में आम परफेक्ट हो प्रभु निमंते आउ एक परिपक्व मंडली गठन करी आमानकर जीवन में आमानकर मंडली द्वारा प्रभु गौरवान्वित हंतु महिमान्वित हंतु आउ प्रभुंकर इच्छा आमानकर जीवन में पूरा प्रभु वाक्य द्वारा